ଆମେ ଡିସ୍କସନ୍ କରିବା ଅଷ୍ଟମ ଶ୍ରେଣୀ ଇତିହାସ ବହିର ପଞ୍ଚମ ଅଧ୍ୟାୟ ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ବିଷୟଟା। ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ଶବ୍ଦରୁ କ'ଣ ବୁଝୁଛୁ? ଆମେ ବୁଝୁଛୁ ଆମ ଭିତରେ କେମିତି ଆମ ଦେଶ ଭାରତ ପ୍ରତି ଜାତୀୟତାବାଦ ବଢ଼ିଥିଲା। ତେଣୁ ଫାଷ୍ଟ ଆମେ ପଢ଼ିବା ଭାରତରେ ଜାତୀୟତାବାଦ ବିକାଶର କାରଣ କ'ଣ? ଏଇ ଯେଉଁ ଆମ ଭିତରେ ଜାତୀୟତାବାଦୀ ବାଦ ବା ଦେଶ ପ୍ରତି ପ୍ରେମ ଯେଉଁ ଆମର ହେଇଥିଲା ତା ବିକାଶ ହେବାର କାରଣ କ'ଣ? କ'ଣ ସାହାଯ୍ୟ କରିଥିଲା? ଊନବିଂଶ ଶତାବ୍ଦୀର ଆରମ୍ଭରେ କ'ଣ ହେଲା? ଇଂରେଜ ଶାସନ ବିରୋଧୀ ଯେଉଁ ସବୁ ସଂଗଠନ ଥିଲା ତା ସବୁ ଆବିର୍ଭାବ ହେଲା। ମାନେ ଊନବିଂଶ ଶତାବ୍ଦୀରେ ବିଭିନ୍ନ ପ୍ରକାର ଯେଉଁ ଇଂରେଜ ମାନଙ୍କର ଶାସନକୁ ବିରୋଧ କରୁଥିଲେ, ଯେଉଁମାନେ ଧରାଯାଉ ଯେମିତି ସରକାରକୁ ବିରୋଧ କରିବା ପାଇଁ ବିରୋଧୀ ବିଭିନ୍ନ ସଂଗଠନ ଥାନ୍ତି, ସେମିତି ଇଂରେଜ ବିରୋଧୀ ସଂଗଠନ ସବୁ ଥିଲା। ସେଗୁଡ଼ିକ କ'ଣ କଲେ? ସେମାନେ ସବୁ ଆବିର୍ଭାବ ହେଲେ, ମାନେ ସବୁ ଦେଖାଦେଲେ। ଆଞ୍ଚଳିକ ବିଦ୍ରୋହରୁ ଆରମ୍ଭ କରି ଜାତୀୟ ବିଦ୍ରୋହ ପର୍ଯ୍ୟନ୍ତ ଅନେକ ବିଦ୍ରୋହ ଏମାନଙ୍କ ଦ୍ୱାରା ସଂଗଠିତ ହେଲା। ମାନେ ଆଞ୍ଚଳିକ ପ୍ରତି ଅଞ୍ଚଳ ଗାଁ ଗାଁରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ଯେମିତି ଜାତୀୟ ବିଦ୍ରୋହ ତାହା ତାଙ୍କ ଦ୍ୱାରା ସବୁ ସଂଗଠିତ ହେଲା। କୃଷକ ଓ ଆଦିବାସୀ ମାନେ ବିଭିନ୍ନ ସ୍ଥାନରେ ଆଞ୍ଚଳିକ ବିଦ୍ରୋହୀ, ମାନେ ଗୋଟେ ଅଞ୍ଚଳ ବା ଗୋଟେ ଗ୍ରାମରେ ବିଦ୍ରୋହୀ ଭାବରେ ସେମାନେ କ'ଣ କଲେ? ବିଦ୍ରୋହ କଲେ। କିଏ? କୃଷକ ଓ ଆଦିବାସୀ ମାନେ। ସେସବୁ ବିଦ୍ରୋହ ସବୁ କ'ଣ ଥିଲା? ଓଡ଼ିଶାର ଥିଲା ପାଇକ ବିଦ୍ରୋହ, ସାନ୍ତାଳ ବିଦ୍ରୋହ ଓ କଲ୍ଲୋଳ ବିଦ୍ରୋହ ଇତ୍ୟାଦି। ଏଇସବୁ ବିଦ୍ରୋହ ଥିଲା ଯେଉଁ ଆମର ଆଞ୍ଚଳିକ ବିଦ୍ରୋହ। 1857ର ବିଦ୍ରୋହ ଏକ ଜାତୀୟ ବିଦ୍ରୋହର ଉଦାହରଣ। ଯେଉଁ 1857 ମସିହାରେ ଯେଉଁ ଆମର ପାଇକ ବିଦ୍ରୋହ ହେଇଥିଲା ତାହା ଗୋଟେ ହେଉଛି ଜାତୀୟ ବିଦ୍ରୋହ। ଭାରତରେ ଲୋକମାନେ କୌଣସି ସମୟରେ କ'ଣ କଲେ? ଏ ଯେଉଁ ବିଦେଶୀ ଶାସନ, ଯେଉଁ ଇଂରେଜ ଶାସନ ଥିଲା ତାକୁ କେବେ ସ୍ୱାଗତ କଲେନି ବା ତାକୁ ଗ୍ରହଣ କଲେ ନାହିଁ, ସବୁବେଳେ ବିରୋଧ କରିବା ଆରମ୍ଭ କଲେ। ତେଣୁ ଏଟା କ'ଣ ହେଲା? କେମିତି ହେଲା? ତାଙ୍କ ମନରେ କ'ଣ ହେଲା? ଦେଶ ପ୍ରତି ଯେଉଁ ଜାତୀୟତାବାଦ ସୃଷ୍ଟି ହେଲା। ତେଣୁ ଗୋଟେ କଥା ଭାବିବେ, ଏଇ ଜାତୀୟତାବାଦ କ'ଣ? ଏଠି ଲେଖା ହେଇଛି ଏଇ ବକ୍ସରେ, ଐକ୍ୟ ଭାବର ମହାମନ୍ତ୍ରରେ ନିଜ ଦେଶ ତଥା ମାତୃଭୂମିକୁ ଭଲ ପାଇବା ଭାବକୁ ଜାତୀୟତାବାଦ କୁହାଯାଏ। ତାହେଲେ ଜାତୀୟତାବାଦର ଡେଫିନେସନ୍ କ'ଣ ଜାଣିଲେ? ଐକ୍ୟ ଭାବରେ ମହାମନ୍ତ୍ରରେ ନିଜ ଦେଶ ତଥା ମାତୃଭୂମିକୁ, ମାନେ ନିଜ ଦେଶ ଭାରତ ଓ ମାତୃଭୂମିକୁ ଗୋଟେ ଏକ ମନରେ ଭଲ ପାଇବାକୁ ଆମେ ଜାତୀୟତାବାଦ କହିପାରିବୁ। ତେଣୁ ଏଇ ଯେଉଁ ଆମର ଆଞ୍ଚଳିକ ଲୋକମାନେ ଥିଲେ, କିଏ ଆଞ୍ଚଳିକ ଲୋକ କିଏ ଥିଲେ? ଗୋଟେ ଅଞ୍ଚଳରେ ଲୋକ କିଏ ମୁଖ୍ୟତଃ ଥାନ୍ତି? କୃଷକମାନେ ଓ ଆଦିବାସୀମାନେ। ଯେହେତୁ ସେମାନେ ସେ ଅଞ୍ଚଳରେ କୃଷି କାର୍ଯ୍ୟ କରି ରହିଥାନ୍ତି ଓ ଆଦିବାସୀମାନେ ସେ ଅଞ୍ଚଳରେ ମୂଳରୁ ବାସ କରିଥାନ୍ତି। ତେଣୁ ସେମାନେ କ'ଣ କଲେ? ଧୀରେ ଧୀରେ ସେମାନେ ନିଜ ଭିତରେ ବିଦ୍ରୋହ ଆରମ୍ଭ କଲେ। କାହା ବିରୋଧରେ? ଇଂରେଜମାନଙ୍କ ବିରୋଧରେ। ସବୁ ସମୟରେ ସେମାନେ ଜାତୀୟ ଚେତନାରେ ଉଦ୍ବୁଦ୍ଧ ହୋଇଛନ୍ତି। ସବୁବେଳେ ସେମାନେ କିସ କଲେ? ନିଜ ଭିତରେ ଦେଶ ପ୍ରତି ଯେଉଁ ଜାତୀୟ ଚେତନା ରହିବା ଦରକାର ସେଥିରେ ନିଜକୁ ଉଦ୍ବୁଦ୍ଧ କଲେ ଓ ବିଦ୍ରୋହରେ ନିଜକୁ ସାମିଲ କଲେ। ଭଲ ହଉ କି ଖରାପ ହଉ, ଯାହା ବି ତାଙ୍କର ଚାଲିଥାଉ, ସବୁବେଳେ ସେମାନଙ୍କ ମନରେ ଗୋଟିଏ କଥା ରହିଲା, ଏହା ହେଉଛି ମୋ ଦେଶ। ଏଇଟା ତାଙ୍କୁ କ'ଣ କଲା? ଅଧିକ ଦେଶ ପ୍ରେମ ଜାଗରଣ କଲା ତାଙ୍କ ଭିତରେ। ତେଣୁ ଏଇ ଯେଉଁ ଭାରତରେ ଜାତୀୟତାବାଦ ଏହା ଦ୍ୱାରା କ'ଣ ହେଲା? ଧୀରେ ଧୀରେ ବଢ଼ିବାକୁ ଲାଗିଲା। ତେଣୁ ଏଇ ଜାତୀୟତାବାଦ ବଢ଼ିବା ପାଇଁ ସବୁ କାରଣ କ'ଣ ରହିଲା? କ'ଣ କ'ଣ କାରଣ ଏଇ ଜାତୀୟତାବାଦକୁ ବୃଦ୍ଧି କରେଇଲା? ଗୋଟେ ହେଉଛି, ପ୍ରଥମଟି ଅଛି ସାମାଜିକ ଓ ସାଂସ୍କୃତିକ ଐକ୍ୟ। ସାମାଜିକ ଓ ସାଂସ୍କୃତିକ ଐକ୍ୟ କହିଲେ କ'ଣ? ତାହା ବର୍ତ୍ତମାନ ବୁଝିବା। ପୁରାତନ ଯୁଗରେ କ'ଣ ହେଉଥାଏ? ଆମର ଯେଉଁ ମୁନି ଋଷିମାନେ ଥିଲେ ସେମାନେ କେଉଁଠି ରହୁଥିଲେ? ହିମାଳୟରେ ରହୁଥିଲେ। ତେଣୁ ସେମାନେ କ'ଣ କରୁଥିଲେ? ହିମାଳୟ ଠାରୁ କୁମାରିକା, କୁମାରିକା କେଉଁଟା? ଆମର ଯେଉଁ ଉତ୍ତରରେ କିଏ ରହିଲା? ହିମାଳୟ ରହିଲା। ଯେତେବେଳେ ଆମ ଭାରତ ମାନଚିତ୍ର ଦେଖିବ, ପୁରା ଉପରେ ଦେଖିବ ଉତ୍ତର, ଉତ୍ତରରେ କିଏ ରହିଲା? ହିମାଳୟ ରହିଲା। ପୁରା ତଳେ ଦେଖିବ କନ୍ୟାକୁମାରୀ ରହିଲା ଦକ୍ଷିଣରେ। ତେଣୁ ଏଇ ଯେଉଁ
ହିମାଳୟରୁ ଯୋଉ କନ୍ୟାକୁମାରୀ ରହିଲା ବା ଯାହାକୁ କୁମାରିକା ସେତେବେଳେ କୁହାଯାଉଥିଲା, ସେ ପର୍ଯ୍ୟନ୍ତ ଭୂଖଣ୍ଡକୁ କଣ ନାଁ ଦିଆଯାଇଥିଲା? ଭାରତ ବର୍ଷ ନାମରେ ନାମିତ କରାଯାଇଥିଲା। ଏହି ସମସ୍ତ ଅଧିବାସୀ ମାନେ ଭାରତୀୟ ସନ୍ତତି ଭାବରେ ପରିଚିତ ହଉଥିଲେ। ତେଣୁ ଏଇ ଯୋଉ ସବୁ ଅଞ୍ଚଳ ରହିଲା, ସେଥିରେ ଯୋଉ ଅଧିବାସୀ ମାନେ ବା ଯୋଉ ଲୋକମାନେ ରହୁଥିଲେ, ସେମାନେ ଭାରତୀୟ ବୋଲି ପରିଚିତ ହଉଥିଲେ। ଭାରତ ବର୍ଷରେ ହିମାଳୟ ପର୍ବତ, ଗଙ୍ଗା ଯମୁନା ଭଳି ନଦୀ ଗୁଡ଼ିକ ସମସ୍ତେ ପବିତ୍ର ବୋଲି ମନେ କରନ୍ତି। ତେଣୁ ଭାରତରେ ଯୋଉ ହିମାଳୟରୁ ପର୍ବତ ଓ ସେଥିରୁ ଯୋଉ ନଦୀ ସବୁ ଆସିଛି ମିଶିକି ଗଙ୍ଗା ନଦୀ, ଯମୁନା ନଦୀ ଭଳିଆ ସବୁ ନଦୀ ଗୁଡ଼ିକୁ ସମସ୍ତେ ପବିତ୍ର ବୋଲି ଭାବୁଥିଲେ। ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ସବୁ ଧର୍ମର ଲୋକମାନେ ବାସ କରନ୍ତି। ତେଣୁ ସେମାନେ କିସ କଲେ, ନିଜ ନିଜ ସ୍ଥାନରେ ବିଭିନ୍ନ ପ୍ରକାର ଧର୍ମ ତୀର୍ଥ ସ୍ଥାନ ସବୁ ବନାଇଥିଲେ। ତେଣୁ ବହୁତ ଜାଗାରେ ଆମର ଧର୍ମର ତୀର୍ଥ ସ୍ଥାନ ରହିଛି। ଯେମିତି ଆମେ ଦେଖିବାକୁ ଗଲେ ଓଡ଼ିଶାରେ କଣ ଅଛି, ଆମର ଜଗନ୍ନାଥ ମନ୍ଦିର କୋଉଠି ଅଛି? ପୁରୀରେ। ସେମିତି ଦେଖିବାକୁ ଗଲେ ଆମର ହିମାଚଳ ପ୍ରଦେଶରେ କଣ ଅଛି? ବିଭିନ୍ନ ପ୍ରକାର ଆମର ଉତ୍ତରାଖଣ୍ଡରେ କଣ ଅଛି? କେଦାରନାଥ ଅଛି। ତେଣୁ ସେଠି ଆମର ବିଭିନ୍ନ ପ୍ରକାର କଣ ହଉଛି? ଦେବ ସ୍ଥଳୀ ରହିଛି। ତେଣୁ ଏସବୁ ସ୍ଥଳୀ କଣ ହଉଛି? ନିଜ ଧର୍ମର ମାନେ ଗୋଟେ ମୁଖ୍ୟ ଏରିଆ ବୋଲି ବା ମୁଖ୍ୟ ସ୍ଥାନ ବୋଲି ସବୁ ଗ୍ରହଣ କରନ୍ତି। ତେଣୁ ଏସବୁ ତୀର୍ଥ ସ୍ଥାନକୁ ସେମାନେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସେଟାକୁ ଯାଆନ୍ତି ଓ ବିଭିନ୍ନ ପ୍ରକାର ଉତ୍ସବ ରୀତିନୀତି ମଧ୍ୟ ପାଳନ କରନ୍ତି। ଫଳରେ ସେମାନଙ୍କର କଣ ହୁଏ? ଗୋଟେ ସାମାଜିକ ପ୍ରଥା, ଧରାଯାଉ ଆମେ ଗୋଟେ ପ୍ରଥା ମାନିଲେ ବା ଗୋଟେ ରୁଲ ମାନିଲେ ବା ଗୋଟେ ଚଳନୀରେ ରହିଲେ, ଫଳରେ ସମସ୍ତେ ଧରାଯାଉ ଆମେ ହିନ୍ଦୁ ଲୋକ, ହିନ୍ଦୁଙ୍କର ପୂଜା ପର୍ବ ଯେତେ ରହିଲା, ଜାତି ଧର୍ମ ବର୍ଣ୍ଣ ସର୍ବଶେଷରେ ସେମାନେ କଣ ରୁହେ? ନିଜର ଭିତରେ ସାମାଜିକ ପ୍ରଥା ଓ ଚଳନୀର କଣ ହେଇଥାଏ? ସାମଞ୍ଜସ୍ୟ ରହିଥାଏ ବା ସମାନତା ରହିଥାଏ। ଖାଦ୍ୟପେୟର ଭିନ୍ନ ହେଇପାରେ। ବିଭିନ୍ନ ରାଜ୍ୟକୁ ବା ବିଭିନ୍ନ ଜିଲ୍ଲାକୁ ଗଲେ ଆମେ କଥାବାର୍ତ୍ତା, ଖାଦ୍ୟପେୟ ଓ ପୋଷାକର ଭିନ୍ନତା ଦେଖିବା, କିନ୍ତୁ ସମସ୍ତ ସ୍ଥାନରେ ସେଗୁଡ଼ିକ କଣ ହୁଏ? ସମସ୍ତେ ସମସ୍ତଙ୍କ ଜିନିଷକୁ ପସନ୍ଦ କରନ୍ତି। ଯେମିତି ଅଲଗା ବାହାରେ ଦେଖିବା ଆମ ସମ୍ବଲପୁରର ଶାଢ଼ୀ, ସମ୍ବଲପୁରୀ ଶାଢ଼ୀକୁ ପସନ୍ଦ କରନ୍ତି। ସେମିତି ବାହାର ଯୋଉ ଅନୁସାରେ ରାଜସ୍ଥାନର ଯୋଉ ଶାଢ଼ୀ ବା ରାଜସ୍ଥାନର ଯୋଉ ପୋଷାକ ମିଳେ ତାକୁ ମଧ୍ୟ ଆମ ଓଡ଼ିଶା ଲୋକ ପସନ୍ଦ କରନ୍ତି। ସେମିତି ପ୍ରତି ରାଜ୍ୟର କିଛି ନା କିଛି ଭଲ ଜିନିଷ ରହିଛି। ସବୁ ରାଜ୍ୟର ଜିନିଷକୁ ସବୁ ଲୋକ ପସନ୍ଦ କରନ୍ତି। ତେଣୁ ଏହା ହେଉଛି କଣ? ଗୋଟେ ଯୋଉ ସାମାଜିକ ଭାବ ଆସିଲା ଓ ସାଂସ୍କୃତିକ ଐକ୍ୟ ଭାବ ଆସିଲା, ତାହା କଣ କରେ? ସମସ୍ତଙ୍କୁ ଗୋଟେ ଏକତା ସୂତ୍ରରେ ବାନ୍ଧେ ବା ଐକ୍ୟ ଭାବରେ ଭାରତୀୟ ମାନଙ୍କ ମନରେ କଣ କଲା? ଏହା ଚେତନା ଜାଗ୍ରତ କଲା। ସେତେବେଳେ କଣ ହଉଛି? ଏହା ଗୋଟେ ଭାରତୀୟ ମାନଙ୍କ ମନରେ ଗୋଟେ ଗୋଟେ ବଡ ଚେତନା କଲା ଯେ ଆମ ଦେଶ ହଉଛି ଆମ ପାଇଁ ପ୍ରଥମ। ନେକ୍ସଟ, ଏଇ ଜାତୀୟତାବାଦ ବିକାଶ ପାଇଁ ଆଉ କିଏ ସବୁ ହେଲ୍ପ କଲା? ନେକ୍ସଟ ହଉଛି ରାଜନୈତିକ ଏକତା। ରାଜନୈତିକ ଏକତା କଣ? ଆଗରୁ କଣ ହଉଥିଲା? ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ରାଜା ମାନେ ଶାସନ କରୁଥିଲେ। ଇଂରେଜ ଶାସନ କାଳରେ କଣ ହେଲା? ଏଇ ରାଜନୈତିକ ଏକତା ଦୃଢୀଭୂତ ହେଲା। ରାଜା ମହାରାଜାଙ୍କ ସମୟରେ ହେଇନାହିଁ, କିନ୍ତୁ ଏମାନଙ୍କ ସମୟରେ କାହିଁକି ହେଲା? କାରଣ ଯେବେଠୁ ବ୍ରିଟିଶ ଶାସନ କଲା, ସେତେବେଳେ ପରୋକ୍ଷରେ ଯେମିତି ଭାରତୀୟ ମାନଙ୍କ ମନରେ ଜାତୀୟତାବାଦ ବୃଦ୍ଧି ହେଲା। କାହିଁକି? କାରଣ ଇଂରେଜ ମାନେ ଯୋଉ ଭାରତୀୟ ମାନଙ୍କ ସହ ବ୍ୟବହାର କଲେ ବା ଭାରତୀୟ ମାନଙ୍କୁ ଯୋଉ ରୁଲ ମାନିଲେ, ତାହାକୁ ଲୋକମାନେ ବିରୋଧ କଲେ। ଫଳରେ ଯୋଉ ରାଜନୈତିକ ଯୋଉମାନେ ଇଚ୍ଛା କରୁଥିବା ଲୋକମାନଙ୍କ ମନରେ କଣ ହେଲା? ଗୋଟେ ଏକତା ସୃଷ୍ଟି ହେଲା ଯେ ଆମେ ଇଂରେଜ ମାନଙ୍କୁ ବିରୋଧରେ ଲଢିବା। ତେଣୁ ଏଥିପାଇଁ ଗୋଟେ ଇଂରେଜ ମାନେ ଯୋଉ ଆଶା କରିନଥିଲେ ଯେ କେବେ ଭାରତୀୟ ମାନଙ୍କ ମଧ୍ୟରେ କେବେ ରାଜନୈତିକ ଏକତା ଆସିବ, ତାହା କିନ୍ତୁ ମାନେ ଇଂରେଜ ମାନେ ଶାସନ କରିବା ପରେ ଲୋକମାନଙ୍କ ମନରେ ଧୀରେ ଧୀରେ ବଢିବାକୁ ଲାଗିଲା। ନେକ୍ସଟ କଣ ହଉଛି? ଇଂରାଜୀ ଭାଷାର ପ୍ରଚଳନ। ଇଂରାଜୀ ଭାଷାର ପ୍ରଚଳନ ମଧ୍ୟ ଗୋଟେ ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ପାଇଁ ଏକ ପ୍ରମୁଖ ଭୂମିକା ନେଲା। କେମିତିକା? ଆଞ୍ଚଳିକତା ଭିତ୍ତିରେ ଭାରତରେ ବହୁବିଧ ଭାଷୀ ଅଧିବାସୀ ମାନେ ବାସ କରନ୍ତି। ତେଣୁ ଅଞ୍ଚଳ ଭିତ୍ତିରେ ବିଭିନ୍ନ ଅଞ୍ଚଳ, ଯେମିତି ଓଡ଼ିଶାରେ ଓଡ଼ିଆ, ୱେଷ୍ଟବେଙ୍ଗଲ ବା ପଶ୍ଚିମବଙ୍ଗରେ ବଙ୍ଗଳା ଲୋକ, ତାମିଲନାଡୁରେ ତାମିଲ ଲୋକ, ଆମର ସୀମାନ୍ଧ୍ରରେ ବା ଆନ୍ଧ୍ରରେ ତେଲୁଗୁ ଜାତି ଶ୍ରେଣୀର ଲୋକ। ତେଣୁ ବିଭିନ୍ନ ଅଞ୍ଚଳରେ ବହୁବିଧ ଭାଷାଭାଷୀର ଅଧିବାସୀ ମାନେ ବାସ କରନ୍ତି। ବ୍ରିଟିଶ ଶାସନ କାଳରେ କଣ ହେଲା?
ଯେତେବେଳେ ୱିଲିୟମ ବେଣ୍ଟିକ୍ କଣ କଲେ, ଆମର ଇଂରାଜୀ ଭାଷା ଓ ଶିକ୍ଷାର ପ୍ରଚଳନ ଆରମ୍ଭ କରିଥିଲେ, ତାହାକୁ କଣ ହେଲା, କଣ ହଉଥିଲା ସେତେବେଳେ ସେ ଯୋଉ ଇଂରାଜୀ ଭାଷା ଆସିଲା, ତା ଭାରତରେ ଯୋଉମାନେ ଶିକ୍ଷିତ ମାନେ ଇଂରାଜୀ ଶିଖିଥିଲେ ସେମାନଙ୍କ ମଧ୍ୟରେ ସେମାନେ କଣ କଲେ, ପରସ୍ପର ମଧ୍ୟରେ ଭାବ ବିନିମୟ କଲେ। ଯେମିତି ଆମ ରାଜ୍ୟରେ ଆମେ ଓଡ଼ିଆରେ ଭାବ ବିନିମୟ କରୁଛୁ, ଯିଏ ଇଂଲିଶ ବ୍ୟବହାର କରୁଛି ବା ଯିଏ ତାମିଲ ବ୍ୟବହାର କରୁଛି ତାଙ୍କର ତାମିଲରେ ସେମାନେ କଣ ଅଛି ଭାବ ବିନିମୟ କରିପାରୁଛନ୍ତି, ମାନେ କଥା ନିଜ ଭିତରେ ହେଆ ହଉଛନ୍ତି। ଏହା କଣ କଲା, ଗୋଟେ ଭାରତୀୟ ମାନଙ୍କ ମଧ୍ୟରେ ଐକ୍ୟ ଭାବ ସୃଷ୍ଟି କଲା। ଫଳରେ ଲୋକମାନେ ଯେତେବେଳେ କୌଣସି ଜିନିଷକୁ ଜାଣିଲେ, ସେଥିରେ ଭାବ ବିନିମୟ ହେବା ଦ୍ୱାରା ସେମାନେ ଅଧିକ ଶିକ୍ଷିତ ହେଲେ ଓ ତାଙ୍କ ମନରେ ଗୋଟେ ଜାତୀୟତାବାଦ ସୃଷ୍ଟି ହେଲା ଯେ ଆମେ ଆମ ଭିତରେ କେମିତି ଆମେ ଏକତା ରକ୍ଷା କରିବା। ଇଂରାଜୀ ଶିକ୍ଷା ଲାଭ କରି ଇଂରାଜୀ ଶିକ୍ଷିତ ବୁଦ୍ଧିଜୀବୀ ସମ୍ପ୍ରଦାୟ ଆମେରିକାର ସ୍ୱାଧୀନତା ସଂଗ୍ରାମ, ରୁଷ ବିପ୍ଳବ, ଫରାସୀ ବିପ୍ଳବ ଓ ଇଂଲଣ୍ଡର ଗୌରବମୟ ବିପ୍ଳବ, ଇଟାଲୀ ଏକତ୍ରୀକରଣ ଓ ଜର୍ମାନୀ ଏକତ୍ରୀକରଣ ପ୍ରଭୃତି ବିଦ୍ରୋହ ସମ୍ବନ୍ଧରେ ଜ୍ଞାନ ଆହରଣ କଲେ। ଯେତେବେଳେ ଲୋକମାନେ କିଛି ଶିକ୍ଷିତ ନଥିଲେ, ସେତେବେଳେ କୌଣସି ବାହାର ଜିନିଷ କଥା ଜାଣିନଥିଲେ। ଯେତେବେଳେ ଲୋକମାନେ କିଛି ନା କିଛି ଶିଖିଲେ, ସେତେବେଳେ କଣ ହେଲା, ସେମାନେ ବିଭିନ୍ନ ପ୍ରକାର ବହି ପଢିଲେ। ଇଂରାଜୀ ଶିଖିଥିବା ଲୋକ କଣ କଲେ, ଯୋଉ ବୁଦ୍ଧିଜୀବୀ ଆସିଲେ ସେମାନେ ପଢିଲେ କଣ, ସ୍ୱାଧୀନତା ସଂଗ୍ରାମ କେମିତି ଆମେରିକାରେ ହେଇଥିଲା, ରୁଷରେ କେମିତି ବିପ୍ଳବ ହେଇଥିଲା, କେମିତି ଫରାସୀ ବିପ୍ଳବ ହେଇଥିଲା, ଆଉ ଇଂଲଣ୍ଡରେ କେମିତି ଗୌରବମୟ ବିପ୍ଳବ ହେଇଥିଲା, ଇଟାଲୀରେ କେମିତି ଇଟାଲୀ ଏକତ୍ରୀକରଣ, ଜର୍ମାନୀରେ ଜର୍ମାନୀ ଏକତ୍ରୀକରଣ କିପରି ହେଇଥିଲା, ସେ ବିଷୟରେ ସେମାନେ କଣ ହେଲେ ଜ୍ଞାନ ଆହରଣ କଲେ। ଓ ତା ମଧ୍ୟରୁ ଯୋଉ ଯୋଉ ମହାପୁରୁଷ ମାନେ ସବୁ ଏଥିରେ ଭାଗ ନେଇଥିଲେ, ଯେମିତି ଇଟାଲୀ ଏକତ୍ରୀକରଣ ହଉ କି ଜର୍ମାନୀ ଏକତ୍ରୀକରଣ ହଉ ବା ରୁଷ ବିପ୍ଳବ ହଉ ଫରାସୀ ବିପ୍ଳବ, କିଏ ସବୁ ଥିଲେ, ରୁଷୋ, ଭଲଟାୟାର, ମଣ୍ଟେସ୍କୁ ଭଳି ପ୍ରଭୃତି ବିଦେଶୀ ଦାର୍ଶନିକ ମାନଙ୍କର ଜାତୀୟତାବାଦ ବାଣୀରେ ଉଦ୍ବୁଦ୍ଧ ହେଲେ। ତେଣୁ ଏସବୁ ଯେ ବିଦେଶୀ ଦାର୍ଶନିକ ଥିଲେ, ତାଙ୍କର ଯୋଉ ଜାତୀୟତାବାଦ ମାନେ ଦେଶ ପ୍ରେମବାଦ ଥିଲା, ସେଥିରେ ସେମାନେ କଣ ହେଲା ଉଦ୍ବୁଦ୍ଧ ହେଲେ ବା ସେଥିରେ ନିଜକୁ ସାମିଲ କଲେ। ସେତେବେଳେ ଶିଖିବା ଦ୍ୱାରା ସେ ନିଜ ଦେଶ ପ୍ରତି ଗୋଟେ ଏକତା ଭାବ ଆସିଲା। କେମିତି ସେମାନେ ଆମେ କରିଥିଲେ, ଯେମିତି ତମକୁ ଗୋଟେ ପାଠ ଶିଖାଗଲା, ତମେ ତ ତମ ଦି ଜଣ ସାଙ୍ଗ ବସି ପାଠ ପଢୁଥିବ, ତମେ ଭାବିବ ଯେ ମୁଁ କାହିଁ ଏତିକି ମାର୍କ ରଖିଛି ବା ସିଏ କାହିଁକି ଅଧିକ ମାର୍କ ରଖିଛି, ମୁଁ କାହିଁକି ଅଧିକ ରଖିପାରିବିନି। ତେଣୁ କଣ କରିବ, ତମେ କଣ କରିବ, ସେତେବେଳେ ତାଠୁ କିଛି ଶିଖିବ, କେମିତି ସେ ଅଧିକ ମାର୍କ ରଖିଛି ମୁଁ ବି ରଖିବି। ସେମିତିକା ସେମାନଙ୍କଠୁ ଆମର ଯୋଉ ବୁଦ୍ଧିଜୀବୀ ମାନେ ଥିଲେ, ସେମାନେ ଶିଖିଲେ କେମିତି ଆମେ ଆମ ଦେଶକୁ ସ୍ୱାଧୀନ କରିବୁ। ଭାରତୀୟ ମାନେ ପାଶ୍ଚାତ୍ୟ ଗଣତନ୍ତ୍ର, ସ୍ୱାଧୀନତା, ସାହିତ୍ୟ, ଦର୍ଶନ, ରାଜନୀତି, ଇତିହାସ ସମ୍ବନ୍ଧରେ ଜାଣିବାର ସୁଯୋଗ ପାଇଲେ। ତେଣୁ ଭାରତର ଯୋଉ ଲୋକମାନେ ଥିଲେ, ଇଂରାଜୀ ଜାଣିବା ଦ୍ୱାରା ସେମାନେ ପାଶ୍ଚାତ୍ୟ ଗଣତନ୍ତ୍ର, ପାଶ୍ଚାତ୍ୟ ଦେଶ ସବୁ ଅଛି ତାଙ୍କର କେମିତି ଗଣତନ୍ତ୍ର ଚାଲିଛି, କେମିତି ସ୍ୱାଧୀନତା ଅଛି, କେମିତି ତାଙ୍କର ସାହିତ୍ୟ ଦର୍ଶନ ଚାଲିଛି, ରାଜନୀତି ଓ ଇତିହାସ ବାବଦରେ ଭଲସେ ଜାଣିଲେ। ଆଉ ବିଦେଶୀ ଶାସନରୁ ମୁକ୍ତ ହେବା ପାଇଁ, ସ୍ୱାଧୀନ ହେବା ପାଇଁ ସେମାନେ ଚେଷ୍ଟା କଲେ। କେମିତି, ସେ ସବୁ ଜ୍ଞାନ ଆହରଣ କରି ତାକୁ ପ୍ରୟୋଗ କରିବାକୁ ଚାହିଁଲେ ଓ ପ୍ରୟୋଗ କରି ବିଦେଶୀ ଶାସନ ଯୋଉ ଇଂରେଜ ଶାସନ ଥିଲା ସେଥିରୁ ମୁକ୍ତ ହୋଇ ସ୍ୱାଧୀନ ହେବାକୁ ସେମାନେ ପ୍ରୟାସ କଲେ। ନେକ୍ସଟ ଜାଣିବା ଏକତା ଭାବ ପାଇଁ ନବଜାଗରଣର କେମିତିକା ଭୂମିକା ଥିଲା। ଭାରତରେ ବୌଦ୍ଧିକ ଓ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବାରେ ରାଜା ରାମମୋହନ ରାୟ, ଦୟାନନ୍ଦ ସରସ୍ୱତୀ, ରାମକୃଷ୍ଣ ପରମହଂସ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସ୍ୱାମୀ ବିବେକାନନ୍ଦ ପରି ସମାଜ ସଂସ୍କାର ମାନେ ଅଗ୍ରଣୀ ଭୂମିକା ନେଇଥିଲେ। ମାନେ ଏଇ ସବୁ ଯୋଉ ଆମର ସମାଜ ସଂସ୍କାରକ କିଏ ଥିଲେ, ରାଜା ରାମମୋହନ ରାୟ, ଦୟାନନ୍ଦ ସରସ୍ୱତୀ, ରାମକୃଷ୍ଣ ପରମହଂସ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସ୍ୱାମୀ ବିବେକାନନ୍ଦ। ଏମାନେ କଣ ହେଲେ, ଯୋଉ ଆମର କୁସଂସ୍କାର ସେତେବେଳେ ଯୋଉ ଦେଶ ଭିତରେ ଭରି ରହିଥିଲା, ଯେମିତି ସତୀଦାହ ପ୍ରଥା, ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ, ସେଗୁଡିକ ବିରୁଦ୍ଧରେ ସେମାନେ ବିରୋଧ କଲେ ଓ ଲୋକମାନଙ୍କୁ ପାଶ୍ଚାତ୍ୟ ଚିନ୍ତାଧାରା ସପକ୍ଷରେ ବା ବେଦର ମୋହନୀୟତା ସମ୍ବନ୍ଧରେ ଲୋକମାନଙ୍କୁ ଜଣାଇଲେ। ତେଣୁ ଏଇ ସବୁ ଜଣାଇବା ଦ୍ୱାରା ଆମେ କଣ କହିଥାଉ, ଏଇ ସବୁ ଯେ ଲୋକଙ୍କୁ ଜଣାଇବା ବା ଶିଖାଇବାକୁ କଣ କୁହାଯାଏ, ନବଜାଗରଣ। ମାନେ ଗୋଟେ ନୂଆ ଜିନିଷ ତାଙ୍କ ଭିତରେ ଜାଗରଣ କରାଗଲା। ସେମାନେ ଭାରତରେ ପୁନର୍ଜାଗରଣ ଆଣିବା ପାଇଁ ପ୍ରୟାସ କଲେ। କୋଉମାନେ, ଏଇ ଯୋଉ ଆମ ରାଜା ରାମମୋହନ ରାୟ, ଦୟାନନ୍ଦ ସରସ୍ୱତୀ, ରାମକୃଷ୍ଣ ପରମହଂସ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଓ ସ୍ୱାମୀ ବିବେକାନନ୍ଦ, ସେମାନେ କଣ କଲେ, ଲୋକମାନଙ୍କ ଭିତରେ ପୁନର୍ଜାଗରଣ ଆଣିବା ପାଇଁ ପ୍ରୟାସ କଲେ। ସ୍ୱାଧୀନତା ନିମନ୍ତେ ଜନସାଧାରଣଙ୍କୁ ପ୍ରେରଣା ଦେଲେ ଓ ମାନେ ସେମାନେ କଣ ହେଲା, ଏଗୁଡା ସବୁ ପୁନର୍ଜାଗରଣ ଲୋକମାନଙ୍କ ଭିତରେ ଆରମ୍ଭ କରାଇବା ସହ କେମିତି ଆମେ ସ୍ୱାଧୀନତା ପାଇପାରିବା ସେଥିପାଇଁ ଲୋକମାନଙ୍କୁ ପ୍ରେରଣା ଦେଇଥିଲେ।
ସେହିପରି ମୁସଲମାନ ଏମାନେ କ'ଣ ଥିଲେ? ହିନ୍ଦୁ ମାନଙ୍କର କରୁଥିଲେ। ମୁସଲମାନ ମାନଙ୍କର କିଏ କରୁଥିଲେ? ମୁସଲମାନ ମାନଙ୍କର କିଏ କରୁଥିଲେ? ସାର୍ ସୈୟଦ ଅହମ୍ମଦ ଖାଁ ମୁସଲମାନ ମାନଙ୍କର ନବଜାଗରଣ ସୃଷ୍ଟି କରିଥିଲେ। ତେଣୁ କିଏ? ସାର୍ ସୈୟଦ ଅହମ୍ମଦ ଖାଁ ମୁସଲମାନ ମାନଙ୍କ ମଧ୍ୟରେ ନବଜାଗରଣ ସୃଷ୍ଟି କରିଥିଲେ। ଏଇଟା ଥିଲା ଆମର ପାର୍ଟ 1 ଭିଡ଼ିଓ। ନେକ୍ସଟ ଆମେ ପାର୍ଟ 2 ରେ ବ୍ରିଟିଶ ଶାସନର ଅବଦାନ ପାଖରୁ ପଢ଼ିବା। ଯଦି ଭିଡ଼ିଓରେ କିଛି ବି ଡାଉଟ୍ ହେଇଯାଏ ମୋତେ କମେଣ୍ଟରେ ପଚାରି ପାରିବେ। ଭିଡ଼ିଓଟି ଭଲ ଲାଗିଲେ ନିହାତି ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଘଣ୍ଟି ବଟନ ଦବାଇ ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଫଳରେ ଚ୍ୟାନେଲରେ ଯେକୌଣସି ଭିଡ଼ିଓ ଅପଲୋଡ଼ ହେଲେ ପ୍ରଥମେ ତାର ନୋଟିଫିକେସନଟି ପାଇପାରିବେ। ଭିଡ଼ିଓଟି ଦେଖିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।